ଆଜିର ପ୍ରସଙ୍ଗ ହଜ୍ ତୀର୍ଥଯାତ୍ରୀଙ୍କ ଆବଶ୍ୟକତାକୁ ପୂରଣ କରୁଛି ହଜ୍ ସୁବିଧା ଆପ୍। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ। ଉପସ୍ଥାପନାରେ ମୁଁ ସରିତା ସାହୁ। ହଜ୍ ଯାତ୍ରୀଙ୍କ ସୁବିଧା ଲାଗି କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। କିଛି ବର୍ଷ ହେଲା କେନ୍ଦ୍ର ସରକାର ସମାବେଶୀ ଶାସନକୁ ଗୁରୁତ୍ୱ ଦେଇ ଆସୁଛନ୍ତି। ଭୌଗୋଳିକ ପୃଷ୍ଠଭୂମି କିମ୍ବା ଚିନ୍ତାଧାରା ନିର୍ବିଶେଷରେ ପ୍ରତ୍ୟେକ ନାଗରିକଙ୍କ ନିକଟରେ ଶାସନର ସୁଫଳ ପହଞ୍ଚାଇବାର ବ୍ୟବସ୍ଥା ହୋଇଛି। ବାର୍ଷିକ ହଜ୍ ତୀର୍ଥଯାତ୍ରାର ପରିଚାଳନାରୁ ମଧ୍ୟ ଏହା ସ୍ପଷ୍ଟ ହୋଇପାରିଛି। ପ୍ରତିବର୍ଷ ଭାରତରୁ ପ୍ରାୟ 1,75,000 ତୀର୍ଥଯାତ୍ରୀ ପବିତ୍ର ହଜ୍ ଯାତ୍ରା କରିଥାନ୍ତି। ସାଉଦି ଆରବ ସହିତ ଘନିଷ୍ଠ ସମନ୍ୱୟ ରକ୍ଷା କରି ଭାରତର ହଜ୍ କମିଟି ମାଧ୍ୟମରେ 4 ମାସ ବ୍ୟାପୀ ଏହି ବିଶାଳ ଏବଂ ସମ୍ବେଦନଶୀଳ କାର୍ଯ୍ୟ ପରିଚାଳନା କରାଯାଇଥାଏ। ଦୁଇ ଦେଶ ମଧ୍ୟରେ ସମନ୍ୱୟ, କୂଟନୀତି ଏବଂ ସେବାର ଏହା ଏକ ସଫଳ ଉଦାହରଣ। କେନ୍ଦ୍ର ସରକାର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ମାଧ୍ୟମରେ ଏହି ଆଧ୍ୟାତ୍ମିକ ଯାତ୍ରାକୁ କେବଳ ସୁଗମ ନୁହେଁ ବରଂ ମର୍ଯ୍ୟାଦାପୂର୍ଣ୍ଣ କରିଛନ୍ତି। ପ୍ରଯୁକ୍ତି ବିଦ୍ୟା ଦୃଷ୍ଟିରୁ ଏହାକୁ ସଶକ୍ତ ତଥା ସମାବେଶୀ କରିବା ଦିଗରେ କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଛନ୍ତି। ହଜ୍ ଯାତ୍ରୀଙ୍କ ସୁବିଧା ଲାଗି ଗତବର୍ଷ ହଜ୍ ସୁବିଧା ଆପ୍ ଉନ୍ମୋଚନ କରାଯାଇଥିଲା। ତୀର୍ଥଯାତ୍ରୀଙ୍କ ଅଭିଜ୍ଞତାକୁ ସରଳ ଏବଂ ଉପଯୋଗୀ କରିବା ପାଇଁ ଏହା ଉଦ୍ଦିଷ୍ଟ। ବିଭିନ୍ନ ରାଜ୍ୟର ହଜ୍ ନିରୀକ୍ଷକଙ୍କ ବିବରଣୀ ସହିତ ନିକଟତମ ସ୍ୱାସ୍ଥ୍ୟସେବା, ପରିବହନ ସୁବିଧା, ଆବାସ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାର ସଠିକ୍ ତଥ୍ୟ ଏହି ଆପ୍ ମାଧ୍ୟମରେ ତୀର୍ଥଯାତ୍ରୀ ପାଇପାରିଥାନ୍ତି। ଏପରିକି ଅଭିଯୋଗ ଦାଖଲ, ଟ୍ରାକିଂ, ସାମଗ୍ରୀ ଟ୍ରାକିଂ, ଜରୁରୀକାଳୀନ ଆବଶ୍ୟକତା, ଆଧ୍ୟାତ୍ମିକ ପ୍ରସଙ୍ଗ ଆଦି ସଠିକ୍ ସମୟରେ ଏହି ଆପ୍ ସୂଚିତ କରିଥାଏ। ଗତବର୍ଷ 67,000ରୁ ଅଧିକ ତୀର୍ଥଯାତ୍ରୀ ଏହି ଆପ୍ର ସୁଯୋଗ ନେଇଥିଲେ। ଏହା ଆପ୍ର ଜନାଦୃତିକୁ ପ୍ରତିପାଦିତ କରୁଛି। ସଂଯୁକ୍ତ ଆରବରେ କେନ୍ଦ୍ର ସରକାରଙ୍କ ଦ୍ୱାରା ହଜ୍ ଯାତ୍ରୀଙ୍କ ପାଇଁ ପ୍ରତିଷ୍ଠିତ ପ୍ରଶାସନିକ ବ୍ୟବସ୍ଥା ମାଧ୍ୟମରେ ଗତବର୍ଷ 8,000ରୁ ଅଧିକ ଅଭିଯୋଗ ଏବଂ 2,000ରୁ ଅଧିକ SOSର ସମାଧାନ କରାଯାଇଥିଲା। ଏହିସବୁ ସୁବିଧା ପ୍ରଦାନ ଦ୍ୱାରା ତୀର୍ଥଯାତ୍ରୀଙ୍କ ଅନୁଭୂତିରେ ନିରନ୍ତର ଉନ୍ନତି ଆସିପାରିଛି। ଗତବର୍ଷ ଏହି ଆପ୍ର ବ୍ୟବହାର ମାଧ୍ୟମରେ ଆସିଥିବା ଆହ୍ୱାନଗୁଡ଼ିକର ଲକ୍ଷ୍ୟ ନେଇ ଚଳିତ ବର୍ଷ ହଜ୍ ନୀତି ଓ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯାଇଛି। ଏପରିକି ତଥ୍ୟ ଆଧାରିତ ବ୍ୟବସ୍ଥା ସରକାରଙ୍କ ଦାୟିତ୍ୱ ସମ୍ପନ୍ନ ପ୍ରଶାସନର ଆଦର୍ଶ ପାଲଟିଛି। ଗତବର୍ଷର ସଫଳତାକୁ ଆଧାର କରି ସରକାର ଚଳିତ ବର୍ଷ ହଜ୍ ସୁବିଧା ଆପ୍ର ଦ୍ୱିତୀୟ ସଂସ୍କରଣ କାର୍ଯ୍ୟକାରୀ କରିଛନ୍ତି। ହଜ୍ ଯାତ୍ରାର ସମ୍ପୂର୍ଣ୍ଣ ପରିସରକୁ ଏଥିରେ ସାମିଲ କରାଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସ୍ୱାସ୍ଥ୍ୟ କାର୍ଡ ଏବଂ ହସ୍ପିଟାଲ ବିବରଣୀ ଚଳିତ ବର୍ଷ ଆପ୍ ସହିତ ସଂଯୁକ୍ତ କରାଯାଇଛି। ଏହାଦ୍ୱାରା ତୀର୍ଥଯାତ୍ରୀଙ୍କର ସ୍ୱାସ୍ଥ୍ୟ ସମ୍ପର୍କିତ ଆହ୍ୱାନରୁ ମଧ୍ୟ ସମାଧାନ ମାର୍ଗ ଉନ୍ମୁକ୍ତ ହୋଇଛି। ମକ୍କା ଏବଂ ମଦିନାରେ ହଜ୍ ସମୟରେ ହସ୍ପିଟାଲ ଏବଂ ଅନ୍ୟ ଚିକିତ୍ସା ପ୍ରତିଷ୍ଠାନ ନେଟୱାର୍କ ମାଧ୍ୟମରେ ତୀର୍ଥଯାତ୍ରୀଙ୍କୁ ବିଶ୍ୱସ୍ତରୀୟ ଚିକିତ୍ସା ସେବା ପ୍ରଦାନର ବ୍ୟବସ୍ଥା ହୋଇଛି। ଏହି ଆପ୍ ବ୍ୟାଙ୍କିଂ ନେଟୱାର୍କ ସହିତ ସୁଗମ ସମନ୍ୱୟ ପ୍ରଦାନ କରୁଛି। ଏହା ତୀର୍ଥଯାତ୍ରୀଙ୍କୁ UPI, ଡେବିଟ୍ ବା କ୍ରେଡିଟ୍ କାର୍ଡ ଏବଂ ଇଣ୍ଟରନେଟ୍ ବ୍ୟାଙ୍କିଂ ମାଧ୍ୟମରେ ଆର୍ଥିକ କାରବାର କରିବାରେ ସହାୟକ ହେଉଛି। ସହଜ ଯାତ୍ରାକୁ ଦୃଷ୍ଟିରେ ରଖି ସଠିକ୍ ସମୟୋପଯୋଗୀ ବିମାନ ସେବା ଏବଂ ବୈଦ୍ୟୁତିକ ବୋର୍ଡିଂ ପାସ୍ ମଧ୍ୟ ଏହି ଆପ୍ ମାଧ୍ୟମରେ ହାସଲ କରାଯାଇପାରୁଛି। ତୀର୍ଥଯାତ୍ରୀଙ୍କୁ ସାହାଯ୍ୟ କରିବା ଲକ୍ଷ୍ୟ ନେଇ ସମୟୋପଯୋଗୀ ଏବଂ ସଠିକ୍ ପାଣିପାଗ ସୂଚନା ପ୍ରଦାନର ମଧ୍ୟ ଏଥିରେ ବ୍ୟବସ୍ଥା ରହିଛି। କେତେକ କ୍ଷେତ୍ରରେ ଡିଜିଟାଲ ଆବେଦନ, ବାତିଲ, ଅର୍ଥ ଦାଖଲ ଏବଂ ଫେରସ୍ତ ପ୍ରକ୍ରିୟାକୁ ମଧ୍ୟ ଏହା ମାଧ୍ୟମରେ ସହଜ ହୋଇପାରିଛି। ମିନା, ଆରଫତ ଏବଂ ମୁଜାଦାଲିଫା ସମେତ ମାସାର ବିଭିନ୍ନ ଅଞ୍ଚଳର ଡିଜିଟାଲ ମ୍ୟାପିଂ ମାଧ୍ୟମରେ ହଜ୍ ରୀତିନୀତିର ସମନ୍ୱୟ କରାଯାଇଛି। ଏହାଦ୍ୱାରା ତୀର୍ଥଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ସଠିକ୍ ସମୟରେ ପହଞ୍ଚାଇବାରେ ଏହା ମାର୍ଗଦର୍ଶନ କରୁଛି। କୃତ୍ରିମ ବୁଦ୍ଧିମତ୍ତା ପରିଚାଳନା ଚାଟବଟ୍ ଦ୍ୱାରା ଯାତ୍ରୀଙ୍କ ପ୍ରଶ୍ନର ଉତ୍ତର ତୁରନ୍ତ ଦେବା ଲାଗି ବ୍ୟବସ୍ଥା ହୋଇଛି। ଆବଶ୍ୟକ ସ୍ଥଳେ ଏହି ଚାଟବଟ୍ ମଧ୍ୟ ପରାମର୍ଶ ପ୍ରଦାନ କରିଥାଏ। ହଜ୍ ସୁବିଧା ଆପ୍ର ଦ୍ୱିତୀୟ ସଂସ୍କରଣ ଭାରତର ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମିରେ ଏକ ଯୁଗାନ୍ତକାରୀ ପଦକ୍ଷେପ ସାବ୍ୟସ୍ତ ହୋଇଛି। ପ୍ରଯୁକ୍ତି ବିଦ୍ୟାର ଶକ୍ତିକୁ ଉପଯୋଗ କରି ଭାରତ ତୀର୍ଥଯାତ୍ରୀଙ୍କ ପାଇଁ ସୁଗମ, ସୁରକ୍ଷିତ ଏବଂ ଆଧ୍ୟାତ୍ମିକ ଅଭିଜ୍ଞତା ପ୍ରଦାନ କରୁଛି। ଭାରତ ସରକାରଙ୍କ ପକ୍ଷରୁ ନିଆଯାଇଥିବା ଏଭଳି ପଦକ୍ଷେପ ହଜ୍ ଅଭିଜ୍ଞତାକୁ ବିଦେଶରେ କରାଯାଉଥିବା ସବୁଠାରୁ ଉନ୍ନତ ସାର୍ବଜନୀନ ସେବା ଭାବେ ପରିଗଣିତ ହୋଇଛି। ଆନ୍ତର୍ଜାତିକ କ୍ଷେତ୍ରରେ ହଜ୍ ତୀର୍ଥଯାତ୍ରୀଙ୍କ ଅନୁଭୂତିର ଏହା ଏକ ନୂତନ ମାନକ ପ୍ରସ୍ତୁତ କରୁଛି।